हर हर महादेव बोल बम जय महाकाल। এটা আমি আসিছু, এটা আজি লাস্ট শ্রাবণ সোমবার। এটা সমস্তে আসছু রানীপুর ঝরিয়েল। রানীপুর ঝরিয়েল এন্তা জায়গা গোটে যে বহুত কলাকৃতি সংস্কৃতি আছে। ଆଉ ଏଇ ଜାଗାରେ କହୁଛନ୍ ଯେ ସମସ୍ତେ, ଆମେ ତ ନେଇ ଜାଣି ପୂର୍ବ କାଳରୁ କହି ଆସୁଛନ୍ ଏଇ ଜାଗାରେ ଗୋଟେ ରାତିରେ ବିଶ୍ୱକର୍ମା ଗଢ଼େଇ ସେଇଟା ସବୁଆଡ଼େ କରିଥିଲେ। ଆରୁ ଏଇ ଜାଗାରେ ବାବା ଧବଳେଶ୍ୱର ବାବା ବି ପ୍ରକଟ ହେଇଛନ୍। ସେଥିର୍ଲାଗି ବହୁତ ଭିଡ଼ରେ ହେସନ୍। ବିଶ୍ୱକର୍ମା ସେ ଜାଗାରେ ଏଇଟା କରିଥିଲେ। ଆଉ ସମସ୍ତେ ଏତେ ଦେଖୁନ୍, ଏତେ ଭିଡ଼, ଏତେ ଅଛନ୍ ଯେ ଶ୍ରଦ୍ଧାଳୁ ଭକ୍ତମାନେ ବହୁତ ଦୁରିଆନୁ ଠାଙ୍କେ ଆଇସନ୍। ଆମର ଏ ମନ୍ଦିର ଦେଖୁନ୍, ସବୁ ବିଶ୍ୱକର୍ମା ଗଢ଼େଇ ଗୋଟେ ରାତି ହେଇଥିଲା। ଆଉ ଯେନ୍ଟା ସକାଳ ପାଇଗଲା ପରେ ସବୁ ଅଧା ଖଣିଆ ହେଇ ରହିଯାଇଛି। ସବୁ କଲାକୃତି ସବୁ ଏ ଜାଗାରେ ଅଛି। ରାନୀପୁର ଝରିଏଲ। ରାନୀପୁର ଝରିଏଲ ହେଉଛି ଆମର ମୁରିବାଲ ବ୍ଲକରେ ଆଇସି, ବଲାଙ୍ଗୀର ଡିଷ୍ଟ୍ରିକ୍ଟ, ଓଡ଼ିଶା। ଯିଏ ବି ଆସିବେ ବେଶୀ ପାଖେ ହେବା ବେଲେ ଟିଲାଗଡ଼ ଷ୍ଟେସନ, ରେଲୱେ ଷ୍ଟେସନରେ ଉତରିବେ। আর ସିଧା ବସ୍ ବା ଅଟୋରେ ଧରଲେ ବି ପଳେଇ ଆସିପାରିବେ। ପାହାଡ଼ ଉପରେ ଏଇଟା ଏଇ ଜାଗାରେ ଅଛନ୍ ବାବା ଭୋଲାନାଥ। ବହୁତ ସୁନ୍ଦର ଦେଖୁନ୍, ବହୁତ ଭିଡ଼ ହେଇଛନ୍। ଆମର ପିଲାମାନେ ବି ସମସ୍ତେ ଆସିଛନ୍। ବହୁତ ଭିଡ଼ ହେଇଛନ୍ ଜାଗାରେ। ପାଣି ଧରିକରି କେତେ ଲାଇନ୍, କେତେ ଧାଡ଼ି ଅଛନ୍ ଦେଖୁନ୍। ଠାନେ ଠାନେ ଏକା 6-7 ଧାଡ଼ି ଅଛନ୍, ବହୁତ ଲମ୍ବା ଧାଡ଼ି। ଭିଡ଼ ଲାଗି ତ କଥା କହିନି ହଉତେ, ହେତିଲେ ଆବାଜ ଟିକେ ଆବାକିନି ବୋଲିକିରି କରି ଏଇଟା ଦେଖୁନ୍ ଆମର ଭୋଲେନାଥଙ୍କର ତାଙ୍କର ମନ୍ଦିର ପଛଆଡ଼େ ଏଇଟା ଅଛି। ଏବେ ଏଇଟା ପାଣି ରୋକିକରି ଆସିନୁ। ଆଉ ତ ଏଇଟା ସାମ୍ନାରେ ଅଛନ୍, ତାଙ୍କ ମନ୍ଦିର ସାମ୍ନାରେ। ଭିତରକେ ତ ମୋବାଇଲ ପଶେଇ ନେଇ ଦିଅନ୍। ସେଥିର୍ଲାଗି ଏଇଟା ଆମେ ପାଏନ୍ ବାବାକେ ପାଏନ୍ ରୋକିକରି ଏଇଟା ତାଙ୍କର ସାମ୍ନାରେ ଏଇଟା ଅଛୁଁ। ଏଇଟା ଏବେ ତାଙ୍କର ସାଇଡ଼୍ରେ ବହୁତ ସୁନ୍ଦର କରୁଛନ୍। ଷ୍ଟାଇଲ୍ ଫାଇଲ୍ ସବୁ ଲଗେଇଛନ୍। ତାଙ୍କର ସାଇଡ଼୍ରେ ବି ବନ୍ଦ ଅଛି, ପୋଖରୀ ଅଛି। ଏଇଟା ଲମ୍ବା ବେଶୀ ବହୁତ ପାଣି ରହିଛି। ଆଗ ତ ବୋଟ୍ ଚାଲୁଥିଲା, ଡଙ୍ଗା, ସେ ପାଇଡ଼ଲ୍ ମରା ବୋଟ୍ ଚାଲୁଥିଲା। ସବୁଆଡ଼େ କିମିରି ହଉଥିଲା ଚାରିପୁଟି। ଏଇଟା ଆଇସେନ୍ ପତର ଅଛି, ଯେନ୍ଟାକି ପଦ୍ମଫୁଲ ପତର। ସେ ପତର ଲାଗି ଯାଇ କେନାଡ଼େ ଯାଇନି ହେବାନି। ବହୁତ ପତର ଜଙ୍ଗଲ ବି ହେଇଯାଇଛେ, କେନାଡ଼େ ଯାଇନି ହୁଏ। ସେଥିର୍ଲାଗି ବୋଟ୍ ବି ଏବେ ବନ୍ଦ କରିଦେଲେନ। ପାଏନ୍ ରହେସି ଖରା ମାସ ଯାକ, ସବୁ ବର୍ଷ ରହେସି ପାଣି। ପାହାଡ଼ଟେ କିନ୍ତୁ ସେଥିର୍ଲାଗି ପାଏନ୍ ସଦାବେଲେ ରହେସି। ଏଇଟା ଆମର ମନ୍ଦିର ତାଙ୍କର ଭୋଲେନାଥଙ୍କର ତାଙ୍କର ଦ୍ୱାର। ପୁଲିସ ଗାର୍ଡ଼ମାନେ ସବୁ ଏଇନେ ରହସନ୍। ଗଭର୍ଣ୍ଣମେଣ୍ଟର ଏଇନେ ପୁଲିସ ଗାର୍ଡ଼ ବି ଦିଆଯାଇଛି ଜାଗାରେ। ତାଙ୍କର କଲାକୃତି ସବୁ ଛୋଟ ବଡ଼ କରି ବହୁତ ମନ୍ଦିର ଅଛି। আর আপনি भी দেখা देंगे टेलीविजन में देखना।
ପହରି ମଣ୍ଡପ ଏଇଟା ଅଛି ଶିବରାତ୍ରି ଏଇ ଜାଗାରେ ହେସି ବହୁତ ମଜା ଲାଗ୍ସି ପହରି ହେସି 16 ପହରି ବହୁତ ମନ୍ଦିର ଏଇଟା ଦେଖୁନ୍ ପାହାଡ଼ ଉପରେ ଏଇଟା ତାଙ୍କର ସାଇଡ଼ରେ ଅଛି ଚାରିକୁତି ଏଇଟା ପଥର ଚଟାଣ ଅଛି ତାଙ୍କ ସେହି ଉପରେ ଏଇଟା ମନ୍ଦିର ମାନେ ଗୋଟେ ରାତି ବିଶ୍ୱକର୍ମା ବାବା ଏଇଟା ଗଢ଼ିଥିଲେ ସକାଳ ପାଇଲାକି ଛାଣିଦେଲା ପଲେ ଗଲେ ତାପରେ ସେଇ ରାତି ହେଇ ସକାଳ ନେଇ ପିଇଥିଲେ କାଣା ହେଇଥି ତାକି ଭଗବାନ ଏଇଠାନେ ସ୍ଥାପନା କରିଥିଲେ କାଣା କରିଥିଲେ ଜାଣିନି ହୁଏ ସକାଳ ପାଇଲାକି ଛାଣିକି ଦେଲେ ସେଥିର୍ଲାଗି ଅଧା ଖଣିଆ ହେଇ ରହିଛି ମନ୍ଦିର ମାନେ ସେ ମନ୍ଦିର ମନକେ ଏବେ କିଛି ନେଇ ହେନ୍ତା ଏକା ଭଗବାନ ବି ସ୍ଥାପନା ନେଇ କରବାର ହେନ୍ତା ହେଇକି ଅଛେ ସବୁ ଏନ୍ତା ଛୋଟ ବଡ଼ ମନ୍ଦିର ମାନେ ଏଇଟା ଆମେ ଏଇଟା ପ୍ରବେଶ କରବାର ବାରଦ୍ୱାର ଏଇଟା ଆମେ ପଥରରୁ ଏଇଟା ଉତରିମୁ ତଲକେ ଶିବ ବାବା ନିକେ ଯିବାର୍ ଲାଗି ହେଲେ ସାଇଡ଼ ସିନ୍ଦୁର ସବୁ କିଛି ସାମାନ ମାନେ ବସେଇଛନ୍ ଦେଖିପାରୁଥିବେ ଆଉ ଭକ୍ତ ଶ୍ରଦ୍ଧାଳୁ ମାନେ ବହୁତ ଦୂର ଆସୁଛନ୍ ତାଙ୍କର ମନସ୍କାମନା ବି ପୂର୍ଣ୍ଣ ହଉଛେ ବହୁତ କିଛି ଯାର ଯେନ୍ତା ମାଗୁଛନ୍ ଦର୍ଶନ କରିଦେଲା ମାତ୍ରେ ବି କିଛି ଗୋଟେ ସାଫଲ୍ୟ ହଉଛି ସେଥିର୍ଲାଗି ତ ଆସୁଛନ୍ ଆମେ ବି ଆସୁଛୁ ଆମର ବି କିଛି ମନୋକାମନା ପୂର୍ଣ୍ଣ କରୁଛନ୍ ବାବା ଆମେ ତ ପ୍ରତ୍ୟେକ ବର୍ଷ ବି ଆସୁଁ ଏଇଟା ହେଉଛି ଅଭିମନ୍ୟୁ ଚକ୍ର ବିହୁ ଅଭିମନ୍ୟୁ ସ୍ୱାମୀ କରି ଏଇ ଜାଗାରେ ଅଭିମନ୍ୟୁ ଚକ୍ର ବିହୁରେ କେନ୍ତାରେ ଅଭିମନ୍ୟୁ ସ୍ୱାମୀ ଥିଲେ ସେନୁ ବାହାରି ନି ପାରିଲେ ସେଥିର୍ଲାଗି ସବୁଙ୍କର ଇଚ୍ଛା ହେସି ଯେହେତୁ ଭଗବାନ ତ ସ୍ୱାମୀ ଥିଲେ ଅଭିମନ୍ୟୁ ଆମେ ବି ଟିକେ ସ୍ୱାମୀ କରି ତାଙ୍କର ଦର୍ଶନ ଅଭିଳାଷଟା କରୁ ଏଇଟା ବାହାରିଲେ ସ୍ୱାମୀ କରି ବାହାରୁଛନ୍ ଅଧା ବି ସବୁ ଇନେ କରାଯାଇଛି ପଥର ଚଟାଣ ଉପରେ ଏଇଟା ବହୁତ ଶ୍ରଦ୍ଧାଳୁ ଯିଏ ବି ଆସିଲେ ବି ଜାଗାରେ ଏସେନ୍ ଦେଖୁନ୍ 64 ଯୁଗନି ଆମର ଟେମ୍ପୁଲ ଅଛି ଟିକେ ଦୁରିଆ ଅଛି ମନ୍ଦିର ଆମର ଶିବ ମନ୍ଦିର ଠାନୁ ଭୋଲାନାଥ ମନ୍ଦିର ଠାନୁ ଟିକେ ଦୁରିଆ ଅଛି ସାମ୍ନାରେ ପହଲା ଆମେ ଯିମା ବେଲେ ପହଲା 64 ଯୁଗନି ଭେଟମା ତାପରେ ଶିବ ମନ୍ଦିର କି ଯିମା ଯେ ଶିବ ମନ୍ଦିର ପହଲା ଦର୍ଶନ କରି ତାପରେ ଏଠାଙ୍କେ ଆସୁଁ 64 ଯୁଗନି ଦେଖୁନ୍ ସବୁ 64 ଯୁଗନି ଦେବାଦେବୀ ସମସ୍ତେ ଏଠାନେ ଅଛନ୍ ଦେଖୁନ୍ ଯେ ଇନେ କାହାତି ଲାଗି ଏଇଟା ଆଗରୁ ଥିଲା ବିଶ୍ୱକର୍ମା ଗଢ଼ି ଥିଲା କି ନି ସେଥିର୍ଲାଗି ସେ ପୂର୍ବ ଥିଲା ସେଥିର୍ଲାଗି ଏଇ ଜାଗାରେ କାଣା ସେ ହାତ ଗୋଡ଼ରେ ଥିବା ବୋଲିକରି ଲୋକମାନେ ଗୋଟେ ଭ୍ରମଟେ ରହିଯାସି କିନି କାଣା ଥିବା ଆଜ୍ଞା ହାତ ଗୋଡ଼ରେ ବୋଲିକରି ସବୁକେ ଭାଙ୍ଗି କରି ଚେକ୍ କରି ଦେଖିଛନ୍ ସେଇ ଟାଇମ୍ରେ ଥିଲା କି ନେଇ ଯେ କିଏ ଜାଣିଛି ବହୁତ ସବୁ ଦେବାଦେବୀ ମଙ୍କର ଗୋଡ଼ ମଙ୍କେ ହାତ ମଙ୍କେ ଭାଙ୍ଗି ଦେଇଛନ୍ ପୂର୍ବ କାଳରୁ ଏବେ ଆଗ ତ ଏତେ ବେରେଲ୍ ନି ଲଗା ହେଇଥି ଏବେ ତାଙ୍କର ହି ଅସୁବିଧା ଲାଗି ଛିଆଁ ଟୁଆଁ ଇଟା ସେଟା ଦେଖୁଛନ୍ ବୋଲିକରି ଗେଟ୍ ଇଟା ଲଗା ହେଇଛେ ଲୁହାର ବେରେଲ୍ ଲଗା ହେଇଛେ ଚାରି ସାଇଡ଼୍ରେ ଆଉ ଗେଟ୍ ବି ନେଇ ଥାଇ ଗେଟ୍ ବି ଏବେ ତାଙ୍କର ସିକ୍ୟୁରିଟି ଲାଗି ଏଇଟା ସିକ୍ୟୁରିଟି ଗାର୍ଡ଼ ବି ରହୁଛନ୍ ଆଉ ରାତ ବେଲି ଆର୍ କିଏ ଆସିକି ହେଟା କରିବେ ବୋଲି ଗେଟ୍ ବି ଦିଆ ହଉଛେ 64 ଦେବାଦେବୀ ଅଛନ୍ ମୁଇଁ ତ ଏଠାଙ୍କେ 3 4 ଥର ହେଲା ଆସିଲିନ ହେନ୍ତା ବି ବୁଲି ଭଗବାନଙ୍କର ଇଚ୍ଛା ଲାଗିଲା ଦର୍ଶନ କରି ଯାସି ସିକ୍ୟୁରିଟି ଗାର୍ଡ଼ ମାନେ ଭିତରେ ଅଛନ୍ କାଣା ହେଲେ କିଛି ହେଟା କରିବେ ମୋର ଭାଇଟେ ବି ସୁଟିଂ କରିଦେଲେ ଅଛନ୍ ସେ ଆଗେ ଦେଖୁନ୍ ଏଇଟା 64 ଦେବାଦେବୀ ଏଇଟା ଅଛନ୍ ମଝିରେ ଆମର ଭଗବାନ ଅଛନ୍ ମଝିରେ ବି ଦର୍ଶନ କରସନ୍ ଏଇଟା ଅଛନ୍ ତାପରେ ସେ ମଝିରେ ବି ଗୋଟେ ଭଗବାନ ଅଛନ୍ ସେମାନଙ୍କୁ ବି ପୂଜା କରସନ୍ ଆମେ ତ କରିସାରିଲୁନ ଏଟା ସାଙ୍ଗ ଅଛନ୍ ଆମର ଭାଇମାନେ ଏଟା ଦେଖମା ରଡ଼ା କିଲାତି କହିବାକି ଟିକେ ଭଲ୍ ନି ଲାଗେ ସେଥିର୍ଲାଗି
आवाज़टा बुझी हुए कि नहीं देखुन काली এটা ଆମ ଚଉଷଠି ଦେବାଦେବୀ ତାର ମାନେ ଗୋଟେ ସମସ୍ତେ ଅଛନ୍ ମଝିରେ ତାଙ୍କୁ ରଖାହେଇଛି ଭଗବାନଙ୍କୁ এটা পুରା ପାହାଡ଼ ବା ଟାଙ୍ଗର ଏଟା ଚାରିକୁତି ଅଛି ନା ଛୋଟ ଛୋଟ ଆମର ଏଟା ଚଉଷଠି ଦେବାଦେବୀ ଯୋଗିନୀ ତାଙ୍କର ସାଇଡ଼ରେ ଏଟା ବସିଛୁ ଆମର ପିଲାମାନେ ଛୋଟ ବଡ଼ ବହୁତ ମନ୍ଦିର ଅଛି ହେଲେ ବହୁତ କଳାକୃତି ସଂସ୍କୃତି ଏଇ ଜାଗାରେ ଅଛି ଏଟା ହେଉଛି ଆମର ରାଣୀପୁର ଝିଲର ଚାରିକୁତି ଅଛି ଏଇଟା ଗୋଟେ ମନ୍ଦିର ଏ ଜାଗାରେ ବି ପୂଜା ଅର୍ଚ୍ଚନା କରାଯାଏସି ଟିକେ ଶିବ ମନ୍ଦିର ଠାରୁ ଟିକେ ଗୋଟେ କିଲୋମିଟର ବା ଆଧା କିଲୋମିଟର ଭିତରେ ଏଇଟା ଅଛି ଗାଁରେ ଗାଁ ସାଇଡ଼ରେ ସେନେ ବି ବହୁତ ଭିଡ଼ ଆସନ୍ ଇନକେ ରାନୀପୁର ଝରଲେ ଇଷ୍ଟ ବୋଲେ ସବୁଆଡ଼େ ଦେଖବାକେ ପଡ଼ବା ନା କିନି ସବୁ ଆଡ଼େ ଦେଖି ଦୁଖା କରି ଆସୁଁ ଆଉ ଏନ୍ତା କେନ୍ସି ରାନୀପୁର ଝରରେ କେନ୍ସି ଜାଗା ବି ଖାଲି ନ ଯେନ୍ ଜାଗାରେ କରିଛନ୍ ସବୁ ଅଧା ଖଣିଆ ହେଇ ରହିଯାଇଛି ଆର୍ ବି ସିଆଡ଼େ ଅଛି ବହୁତ ଜାଗାରେ ଅଛେ ଅଧା ଖଣିଆ ହେଇ ରହିଯାଇଛି এই ସାଇଡ଼୍ରେ ବି ମନ୍ଦିରଟେ ଅଛି ଏଇଟା ଆମେ ଦର୍ଶନ କରୁଛୁଁ ଏଇଟା ମୁଁ ସମସ୍ତେ କରସୁଁ ଏ ଜାଗାରେ